ମୋର ପରମ ସୌଭାଗ୍ୟ ଯେ କାନ୍ତିର ପ୍ରଥମ ସାଧନା ଚିତ୍ର ମୁଁ ନେଇଯାଇଛି। ଆଉ ସବୁବେଳେ ପ୍ରଶାସନ ଯେତେବେଳେ ପ୍ରିନ୍ସିପାଲ ଥିଲା ମୁଁ ସବୁବେଳେ ଅସୁବିଧାରେ ପଡ଼ିନି ସେ କଥା ଆସୁଛି ଏମିତି କ'ଣ ବ୍ୟସ୍ତ ହେଉଛ ସବୁ ଠିକ୍ ହେଇଛି। ଆଉ ମାନେ ଭାରି ମେଳାପି ଏତେ ଭଲ ଥିଲା କହିହେବନି ତା ମନ ସେ ରାଧା ତ ସବୁ ପଇସା ହେଲାଣି ଯେ ଏତେ ଲେଖା ଲେଖି ଭଲ ମ୍ୟାଗାଜିନ୍ କଲେଜ ମ୍ୟାଗାଜିନ୍ ବି ସେ ତାର ବହୁତ ଆର୍ଟିକଲ ବାହାରେ ସେ ବହୁତ ବଢ଼ିଆ ଲେଖେ। ମୋର ଆଜି ବି ମନେ ପଡ଼ୁଛି ତାର ଗୋଟିଏ ଲେଖା ସେ ଲେଖିଲା ଆଜି ଶୀତ ସକାଳ ନଭେମ୍ବରର ଶୀତୁଆ ସକାଳ ସେ ତା ଟପିକଟା ଭୁଲି ଯାଇଛି କିନ୍ତୁ ସେଇଟା ଆଜି ବି ମନେ ପଡ଼ୁଛି। ସେ ଫାର୍ଷ୍ଟ ଲାଇନ୍ଟା ଲେଖିଥିଲା ଯେ ନଭେମ୍ବରର ଶୀତୁଆ ସକାଳ ସକାଳ ବସିକି ଚା କପ୍ଟା ଓଠରେ ଦେଇ ମୁଁ ଭାବୁଥିଲି କେତେ କଥା। ତେଣୁ ଏକ୍ଜାକ୍ଟଲି ସେ ଆର୍ଟିକଲର ନାଁ ମୋର ମନେ ନାହିଁ ସବୁବେଳେ ମୋର ସେଇ କଥାଟା ମନେ ପଡ଼େ। ଆଜି ବି ଜାଗରଣ ହେଉଛି ତାର ସ୍ମୃତି ଧାରଣ କଲାବେଳେ ମାନେ ସେ କେତେ ଭଲ ଥିଲା ମାନେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲା କଲେ ତାର ପିଲାଙ୍କ ସାଙ୍ଗରେ ଭାରି ଭଲ ତା ଷ୍ଟାଫ୍ମାନଙ୍କ ସାଙ୍ଗରେ ଭାରି ଭଲ। ଆଉ ତେବେ ଯାହା ହଉ ସେ ଅତି ଅଳ୍ପ ବୟସରେ ଚାଲିଗଲା। ଆମେ ବଡ଼ମାନେ ବସିଛୁ ସେ ଗଲା ଆମକୁ ବହୁତ କଷ୍ଟ ଦେଉଛି। ମୁଁ ଶୁଣିଥିଲି ଯେଉଁଦିନ ସେ ଚାଲିଗଲା ମୁଁ ସାଙ୍ଗେ ସାଙ୍ଗେ ମୋ ଶ୍ରୀ ରୀନା ମୋତେ ଫୋନ୍ କରି କହିଲା ବାସୁଦେବ ଜାଣିଛନ୍ତି କାନ୍ତି ଅପା ଚାଲିଗଲେ ଆଉ ତାର ସବୁ ଫଟୋ ସବୁ ପାଖକୁ ପଠାଇଥିଲା ହସ୍ପିଟାଲ ଫଟୋ ସମସ୍ତ ଫଟୋ ସବୁ ମୋତେ ସେ ପଠାଇଥିଲା। ମୁଁ ଯାହା ହଉ ରୀନା ମୁଁ ତୁମ ପାଖରେ ନୁହେଁ ମୁଁ ଜାଣିପାରିନଥାନ୍ତି ତୁମେ ପଠାଇଲ ତାପରେ ମୁଁ ଫେସବୁକ୍ରେ ଅବଶ୍ୟ ଦେଖିଲି। ଯାହା ହଉ ଆଜି ତାର ପୁଅ ଦୁଇ ଜଣ ସମସ୍ତେ ମିଶିକି ତାର ଭଲ ବହୁ ସମାରୋହରେ ପାଳନ କରୁଛନ୍ତି। ତା ଶ୍ରାଦ୍ଧବାର୍ଷିକୀଟାକୁ ମନେ ରଖୁଛନ୍ତି। ମୁଁ ଭାବୁଛି ସେ ଗୋଟେ ସେଇଭଳିଆ ସ୍ମୃତି ସଂସଦ କରନ୍ତୁ ଆଉ ପ୍ରତିବର୍ଷ ଆମେ ବଞ୍ଚୁଥିବା ଯାଏ ତା ସ୍ମୃତି ସଂସଦରେ ଆମେ ଆସିବୁ। ଏଠି ଯେଉଁଠି ସେ କରନ୍ତୁ ବଡ଼ ବେଶୀ ବଡ଼ କରିବା ଦରକାର ନାହିଁ ତାକୁ ମନେ ରଖନ୍ତୁ କିନ୍ତୁ ପୁଅ ଝିଅମାନେ ତାଙ୍କର ଭାରି ଯୋଗ୍ୟ ଭାରି ସେବା କରିଛନ୍ତି ସବୁ ଇଏ କରିଛନ୍ତି। ସେଥିପାଇଁ ତାକୁ ସେମାନଙ୍କୁ ମୋର ଆଶୀର୍ବାଦ ମୋର ଗଭୀରତମ ହୃଦୟକୁ ଆଶୀର୍ବାଦ ପିଲାମାନେ ଭଲ ଖୁସିରେ ରୁହନ୍ତୁ। ଆଉ ଆମେ ଯେମିତି ଆମ ଆଗରୁ ସେ ଚାଲିଗଲା ସେଥିପାଇଁ ବେଶୀ ମୂଲ୍ୟ କହୁଛି ଆମେ ବଡ଼ମାନେ ଥାଉ ଥାଉ ସେ ଚାଲିଗଲା ଆଉ କ'ଣ କହିବି। ଆଉ ଆଜି ତାର ପ୍ରଥମ ସାଧବାର୍ଷିକୀରେ ତାକୁ ସମସ୍ତ ପ୍ରକାର ଗଭୀର ସମର୍ଥନ ଜଣାଇ ଅଜୟ ଭାଇ ବେଶୀ ସମୟ ଛିଡ଼ା ହେଇପାରିବନି ତେଣୁ ଅନୁରୋଧ କରୁଛି ଯେଉଁମାନେ ଆମେ ମଞ୍ଚ ଉପରେ ଅଛୁ ଆମେ ବସିବୁ ଏବଂ ଜଣ ଜଣ କରି ଯେଉଁମାନଙ୍କର ଇଚ୍ଛା ସେମାନେ ଆସିକି କହିବେ ଏବଂ ବିଶେଷ କରି ପଛପଟରେ ଲୁଚିକି ବସିଛି ମନୋରଞ୍ଜନ ଯାହାକୁ ଯିଏ ସେ ବହୁତ ଭଲ ପାଉଥିଲା ଅନ୍ତତଃ ମନୋରଞ୍ଜନ ଦୁଇ ପଦ ସେ ଅପା ପାଇଁ କହିବ କାରଣ ସବୁବେଳେ ଲାଗୁଥିଲା ତା ସାଙ୍ଗରେ ଆଉ ତାକୁ ଥଟ୍ଟା କରୁଥିଲା। ଆଜି ମନୋରଞ୍ଜନକୁ ହିଁ ଡାକୁଛି ସେ ଛିଡ଼ା ହେଇକି ତା ଅପା ପାଇଁ ଦୁଇ ପଦକୁ କମନ